ହ୍ୟାଲୋ ହାଇ ସାଙ୍ଗମାନେ ମୁଁ ମାନେ ପୁଣି ଥରେ ନେକ୍ସଟ ଏକ ନୂଆ ବ୍ଲଗ ଭିଡ଼ିଓ ଆଉ ଆପଣମାନେ ଦେଖିପାରୁଥିବେ ମୋ ପଛରେ ଏକ ବହୁତ ସୁନ୍ଦର ଭାବରେ ମନ୍ଦିର ଦେଖାଯାଉଥିବ। ଏ ମନ୍ଦିର ହେଉଛି ମା ଧାମରାଇ ପୀଠ ମନ୍ଦିର ଆଉ ମାଙ୍କ ମନ୍ଦିରରେ ଏତେ ଶହ ଶହ ଭକ୍ତଙ୍କର ଭିଡ଼ ଲାଗିଥାଏ ଯାଇକି ଆପଣମାନଙ୍କୁ ଆଜି ନିଶ୍ଚିତ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିବା ପାଇଁ ମୁଁ ଚେଷ୍ଟା କରିବି। ଆଉ ଆପଣମାନଙ୍କୁ ଯଦି ଏ ଭିଡ଼ିଓ ଭଲ ଲାଗିବ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ଜମା ଭୁଲିବେନି। ଆଉ ଚାଲନ୍ତୁ ଯିବା ମାଙ୍କ ମନ୍ଦିର ସମ୍ପୂର୍ଣ୍ଣ ଦେଖିବା ପାଇଁ। Audio Boy Muna. କରୁଣାମୟୀ ମା ହେଉଛି ମା ଧାମରାଇ ଆଉ ବହୁତ ଦୂର ଦୂରାନ୍ତର ଭକ୍ତମାନଙ୍କର ଦୁଃଖ କଷ୍ଟକୁ ବୁଝିପାରନ୍ତି ମା ଧାମରାଇ। ଆଉ ଏ ମନ୍ଦିରକୁ ଦେଖିଲା ପରେ ଆତ୍ମା ପୁରିଯିବ ଏ ମନ୍ଦିରର ଦେଖି ଦୃଶ୍ୟ, ଯାହାକି ଆଉ କେବେ ବି ମାନେ ଭାବିବନି ଯେ ଏ ମନ୍ଦିରରୁ ଯିବା ପାଇଁ ଘରକୁ। ଆଜି ହେଉଛି ମୁଆଁ ସଂକ୍ରାନ୍ତି ଆଉ ମୁଆଁ ସଂକ୍ରାନ୍ତିରେ ମୁଁ ସକାଳେ ସକାଳେ ଆସି ପହଞ୍ଚିଗଲି ମାଙ୍କ ପୀଠରେ। ଆଉ ଭକ୍ତମାନେ ଆଗମନ ଚାଲିଛି ମାଙ୍କ ପାଖକୁ ଆସ୍ତେ ଆସ୍ତେ। ଆଉ ମୁଁ ଆସିକି ବହୁତ ନିଜକୁ ମାନେ ଖୁସି ଲାଗୁଛି ଯେ ମାଙ୍କ ପୀଠରେ ଯେଉଁମାନେ ବି ଆସିକି ମାଙ୍କ ମନ୍ଦିରରେ ପାଦ ଦିଅନ୍ତି ଯାଇକି ଏଠି ଯେତେ କଷ୍ଟରେ ଥିଲେ ବି ସବୁ କିଛି ଭୁଲି ଯାଆନ୍ତି ମାଙ୍କ ପାଖରେ ଆସି। ତ ମାଙ୍କ ଦର୍ଶନ କଲି ଆଉ ଆପଣମାନଙ୍କୁ ଦର୍ଶନ ବି କରାଇ ଦେଉଛି। ଦେଖନ୍ତୁ ମାଙ୍କ ପୀଠ ଏଠି କିନ୍ତୁ କୌଣସି ମାନେ ମୋବାଇଲରେ ଆଲାଉ ନାହିଁ ମାଙ୍କ ଫଟୋ ଉଠାଇବା ପାଇଁ, ତ ସେଥିପାଇଁ ମୁଁ ମାଙ୍କ ଫଟୋ ମୁଁ ଆପଣଙ୍କୁ ଦେଖେଇଛି। ମାଙ୍କର ମନ୍ଦିର ସାମ୍ନାରେ ଭୋଗରାଗ ଦୋକାନ ଅଛି ଆଉ ବହୁତ ସୁଲଭ ମୂଲ୍ୟରେ ମିଳେ ଏଠି ମାଙ୍କ ଭୋଗରାଗ। ଆଉ ଏଠି ଦେଖିପାରୁଥିବେ ଯାଇକି ନନା ସମସ୍ତେ ଭୋଗରାଗ ଦେଉଛନ୍ତି ଆଉ ବହୁତ ବିଭିନ୍ନ ପ୍ରକାର ଭୋଗରାଗ ଏଠି ମିଳିଥାଏ। ଆଉ ସାମ୍ନାରେ ତା ପାଖରେ ଥିବ ଯାଇକି ଏଠି ମାନେ ମାଙ୍କ ମନ୍ଦିର ପୀଠରେ ଯେଉଁ ଭକ୍ତମାନେ ଆସୁଛନ୍ତି ଦୂର ଦୂରାନ୍ତରୁ, ଆଉ ଏଠି ଆନନ୍ଦ ବଜାରର ବ୍ୟବସ୍ଥା ରହିଅଛି। ସାଙ୍ଗମାନେ ଆପଣମାନଙ୍କୁ ଏ ଭିଡ଼ିଓ କେମିତି ଲାଗିଲା ମୋତେ ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଏମିତି ନୂଆ ନୂଆ ବ୍ଲଗ୍ ଭିଡ଼ିଓ ଦେଖିବା ପାଇଁ ମୋର ଚ୍ୟାନେଲ୍ ଓଡ଼ିଆ ବୟ ମୁନ୍ନାଙ୍କୁ ସବସ୍କ୍ରାଇବ୍ କରି ରଖନ୍ତୁ ଆଉ ନୂଆ ନୂଆ ଏମିତି ଭିଡ଼ିଓ ଦେଖିବା ପାଇଁ ସୁଯୋଗ ପାଆନ୍ତୁ। ତ ରହିଲି, ନମସ୍କାର, ଜୟ ଜଗନ୍ନାଥ।